हेलो पिलाମାନେ ए भिडियोरे आमे 29 नंबर पृष्ठा ठारू आरंभ करी शेष पर्यंत समस्त पृष्ठा थिबा आस कामटी करबाकू आमे अति सरल भाषा रे तुमको बुझाई देबी। ठीक अछि, तो एठी प्रथम क्वेश्चन देखो, एक को आधार करे निम्नलिखित भग्न संख्या गुड़ी को तुलना कर एवं तुमर उत्तर श्रेणी रे आलोचना कर। अच्छा, এটা করিবা করো আগে মতে কো এক বা পূর্ণাঙ্গ কোন এক। ঠিক আছে, মানে গোটিয়ে পুরা মানে হচ্ছে গোটে জিনিস পুরা থিব। ঠিক আছে, না বেশি না কম। তো তুমি গোটে পূর্ণাঙ্গ কেতବେଳେ কହ যেতବେଳେ গোটে ଜିନିଷକୁ ପୁରା ଥିବ କିମ୍ବା ତାକୁ ଯଦି ଆମେ ଖଣ୍ଡ ଖଣ୍ଡ କରିଥାଏ ତ ସମସ୍ତ ଖଣ୍ଡ ଯଦି ଏକା ସହିତ ଥିବ ତାହେଲେ ଯାଇକି ତାକୁ ଆମେ କ'ଣ କହିବା ନା ପୂର୍ଣ୍ଣାଙ୍ଗ। ତ ବୁଝିବା ପାଇଁ ଦେଖ, ତ ମାନେ ମୁଁ ଗୋଟେ ପୂର୍ଣ୍ଣାଙ୍ଗ ଜିନିଷକୁ ମୁଁ କେତେ ଖଣ୍ଡ କଲି ନା 4 ଖଣ୍ଡ କଲି। 4 ଖଣ୍ଡ କଲି, ହଁ କି ନା? 4 ଖଣ୍ଡ କଲି ତ ଆମେ ପୂର୍ଣ୍ଣାଙ୍ଗ କେତେବେଳେ କହିବା ନା ଯେତେବେଳେ 4 ଭାଗରୁ ମାନେ 4 ଭାଗ ଯେତେବେଳେ ଆମ ପାଖରେ ଥିବ ସବୁ ଗୁଡ଼ା ଥିବ ସେତେବେଳେ ହିଁ ଆମେ କହିବା କ'ଣ କହିବା ପୂର୍ଣ୍ଣାଙ୍ଗ କହିବା। କ'ଣ କହିବା ଭଲସେ ଦେଖ ନା 4 ଭାଗରୁ 4 ଭାଗ ଯେତେବେଳେ ଥାଏ ସେତେବେଳେ ହିଁ ଆମେ ପୂର୍ଣ୍ଣାଙ୍ଗ ବା ଏକ କହୁ। ଠିକ୍ ଅଛି, ମାନେ ତେବେ ଆମେ ଏଇଟା କ'ଣ କହିବା, ଏଇଟା 3 ମାନେ 4 ଭାଗରୁ 3 ଭାଗ ତାକୁ ଆମେ କ'ଣ କହିବା ନା ଏଟାକୁ କହିବା 1ରୁ କମ୍। ନିହାତି 1ରୁ କମ୍ ହେବ, ନିହାତି, ହଁ କି ନାହିଁ? 1ରୁ କମ୍ ହେବ ଆଉ 4 ଭାଗ ଆମର 1 ହେବ। ତାପରେ 1ରୁ ବେଶୀ କେତେବେଳେ ହେବ ନା ଏଇଟା ଦେଖିବ ଆମର ଏଇଠି ଦେଖ ଏଇନା ଜାଣିପାରିବ 4 ଏଇଟା ଦେଖ ଏଇଠି କ'ଣ ହେଲା ନା ଉପରେ 5 ଅଛି। ତ ଆମେ ଜାଣିଥିଲେ କେତେବେଳେ 1 କେତେବେଳେ ହୁଏ ନା ଯେତେବେଳେ 4 ଭାଗକୁ 4 ଭାଗ ହୁଏ କିମ୍ବା 5 ଭାଗରୁ 5 ଭାଗ 6 ଭାଗରୁ 6 ଭାଗ ସେତେବେଳେ ଆମେ 1 ହୁଏ। କିନ୍ତୁ ଏଠି ଦେଖ 4 ଭାଗରୁ 5 ଲେଖା ହେଇଛି। ତ ଏଠି ଆମେ ଏଠି କ'ଣ ବୁଝିପାରୁଛେ ନା 4 ଭାଗ ତ ପୂର୍ଣ୍ଣ ହେଇଛି ଆଉ ଗୋଟେ ଭାଗ ଏକ୍ସଟ୍ରା ଅଛି ବା ବେଶୀ ଅଛି। ତାମାନେ ଏହା କ'ଣ କହିବା 1ରୁ ବେଶୀ ହେବ ଏଟା, ହଁ କି ନାହିଁ? 1ରୁ ବେଶୀ ହେବ। ତ କ'ଣ ଦେଖିଲ ନା ଯେତେବେଳେ ହରଟି ବା ଲବଟି ଯେତେବେଳେ ନାଇଁ ଦେଖ ଲବଟି ଯେତେବେଳେ ହରରୁ ବେଶୀ ହୋଇଯାଏ ସେତେବେଳେ ତାହା 1ରୁ ବେଶୀ ହୁଏ। କିନ୍ତୁ ଯେତେବେଳେ ଲବ ଆଉ ହର ସମାନ ଥାନ୍ତି ସେତେବେଳେ ଏହା ସମାନ ହୁଏ, 1 ହୁଏ ବା ପୂର୍ଣ୍ଣାଙ୍ଗ ହୁଏ। କିନ୍ତୁ ଯେତେବେଳେ ଆମର ଲବଟି ହର ଅପେକ୍ଷା କମ୍ ଥାଏ ତାହେଲେ ଏଇଟା 1ରୁ କମ୍ ହୁଏ। ଠିକ୍ ଅଛି, ଜାଣିପାରିଲ ଏଠି? ତେବେ ଏବେ ଆମେ କ୍ୱେଶ୍ଚନକୁ ଦେଖିବା। ପ୍ରଥମ କ୍ୱେଶ୍ଚନ ଦେଇଛି ଆମର 1 ନମ୍ବର ଦେଇଛି ଘରେ କ'ଣ ଦେଇଛି, ଘରେ ଦେଇଛି 7 ବିଭକ୍ତ ମାନେ 8 ବିଭକ୍ତ 7, ଏଠି 9 ବିଭକ୍ତ 15। ମାନେ ଆମ ଦେଖ ଏଠି ସେଇ ହିସାବରେ ମାନେ ଏଠି ଦେଖ ଏଠି 8 ବିଭକ୍ତ 7 ଦେଇଛି ମାନେ ଏଠି 1 କେତେବେଳେ ହେଇଥାନ୍ତା ଆମେ କହିଥାନ୍ତେ 7 ଭାଗରୁ 7 ଭାଗ ମାନେ ଏହା 1ରୁ ବେଶୀ ଅଛି। ଜାଣିଗଲ 1ରୁ ବେଶୀ ଅଛି। ଏପଟେ ଦେଖ ଏଠି 15 ଭାଗରୁ 9 ଭାଗ ମାନେ ଏଇଟା 1ରୁ କମ୍ ଅଛି। ତ ବଡ଼ କେଟା 1ରୁ ବେଶୀ ଯେଟା ଏଟା ବଡ଼ ହେବ ତାହେଲେ ତ ବଡ଼କୁ କିଏ ଖାଏ, ବଡ଼କୁ ଖାଏ କୁମ୍ଭୀର ହେଲା। ଆଗରୁ କହିଥିଲେ ଆଗ ଭିଡ଼ିଓରେ ବଡ଼କୁ ଖାଏ କୁମ୍ଭୀର। ସେଇ ହିସାବରେ ଆମେ ଖ ନମ୍ବର କରିବା, ଖ ନମ୍ବର କରିବା। ଖରେ କ'ଣ ଦେଇଛି ଦେଖ ଏଠି 13 ବିଭକ୍ତ 20, ଏପଟେ କ'ଣ ଦେଇଛି ନା 17 ବିଭକ୍ତ 15। ଏଠି କୁହ ଦେଖ ଏଠି ଦେଖ 20 ଭାଗରୁ 13 ମାନେ ନିହାତି ଏଇଟା 1ରୁ କମ୍ ହେବ। ଆମର 1 କେତେବେଳେ ହୁଏ ଯେତେବେଳେ କ'ଣ କେତେବେଳେ ହେଇଥାନ୍ତା ନା ଯେତେବେଳେ 20 ଭାଗରୁ 20 ଲେଖା ହେଇଥାନ୍ତା ସେତେବେଳେ 1 ହେଇଥାନ୍ତା। କିନ୍ତୁ ଏଠି 13 ଲେଖା ହେଇଛି ମାନେ ଏଇଟା 1ରୁ କମ୍ ଅଛି। ତାପରେ ଦେଖିବା ଗୋଟେ କ'ଣ ଲେଖା ହେଇଛି ନା 15ରୁ 17 ମାନେ ଏଇଟା 15 ଭାଗରୁ 15 ଭାଗ। ଏଠି ଆଉ କେତେ ବେଶୀ ଅଛି 2 ଖଣ୍ଡ ବେଶୀ ଅଛି ମାନେ ତା 1ରୁ ବେଶୀ ଅଛି। ତ ବେଶୀକୁ କ'ଣ ଖାଏ, ବେଶୀକୁ ଖାଏ କୁମ୍ଭୀର, ବଡ଼କୁ ଖାଏ କୁମ୍ଭୀର। ଠିକ୍ ଅଛି, ଖ ଗଲା ନା
ଗ ନେବ ସେମିତି କ'ଣ ଦେଇଛି ନା 7 ବିଭକ୍ତ 6 କ'ଣ ଦେଇଛି 8 ବିଭକ୍ତ 8। ଠିକ୍ ଅଛି। ଆଚ୍ଛା 7 ବିଭକ୍ତ 6 ଏଠି ଦେଖ ଏଠି ଆମ ଘର କେତେ 6 ଅଛି, ଲବ 7 ଅଛି, ତ ଆମର ଏଇଟା ସମାନ କେତେ ହେଇଥାନ୍ତା ନା 6 ଭାଗ ବିଭକ୍ତ 6, 6 ବିଭକ୍ତ 6, କିନ୍ତୁ ଏଠି 7 ଅଛି ମାନେ 1 ବେଶୀ, ମାନେ এইটা ଆମର 1ରୁ ବଡ଼ ଅଛି, এইটা ଆମର 1ରୁ ବଡ଼ ଅଛି, ହଁ କି ନାହିଁ। ଏପଟେ ଦେଖ ଏପଟେ ତାହେଲେ 8 ଭାଗରୁ 8 ଭାଗ 8 ଭାଗରୁ 8 ଭାଗ ମାନେ ଏଇଟା 1 ହିଁ 1 ଭାଗ 1, ତ ଏପଟେ 7 ବିଭକ୍ତ 6 କ'ଣ 1ରୁ ବେଶୀ, ଏପଟୁ 8 ବିଭକ୍ତ 8 1, ତ ବଡ଼ କେଉଁଟା ହେଲା 1ରୁ ବେଶୀ ଯେଉଁଟା ସେଇଟା ବଡ଼ ହେଲା, ତ ବଡ଼କୁ ଖାଏ କୁମ୍ଭୀର ସିଧା। ଠିକ୍ ଅଛି ନା। ନେକ୍ସଟ କ୍ୱେଶ୍ଚନ୍ ଦେଖ, ନେକ୍ସଟ ଘ ତାପରେ ଘ ଦେଖ 6 ବିଭକ୍ତ 6 ବିଭକ୍ତ 6/6, ତାପରେ ଦେଲା 19 ବିଭକ୍ତ 12। ଠିକ୍ ଅଛି। ଏଠି 6 ବିଭକ୍ତ 6 ଜାଣିଗଲ ତୁମେ, ଏଇଟା କ'ଣ ଏଇଟା ହେଲା 1, ହଁ କି ନାହିଁ। ଯେତେ ବି ଲବ ଘର ସମାନ ଥିଲେ ତାହା ହେବ ପୂର୍ଣ୍ଣାଙ୍ଗ ଗୋଟିଏ 1, ଗୋଟିଏ ସମ୍ପୂର୍ଣ୍ଣ ଭାଗ ଗୋଟିଏ ପରଟା ଫୁଲ୍। ଠିକ୍ ଅଛି। ତାପରେ କ'ଣ ଦେଇଛି ନା 19 ବିଭକ୍ତ 12, ମାନେ ଏଟାକୁ ମାନେ ଗୋଟିଏ ପୂର୍ଣ୍ଣାଙ୍ଗ ହେବା ପାଇଁ କେତେ ହେଇଥାନ୍ତା, ଏଇଟା 12 ବିଭକ୍ତ 12, କିନ୍ତୁ ଏଠି କେତେ ଭାଗ ବେଶୀ ଅଛି ନା 7 ଭାଗ ବେଶୀ ଅଛି, ମାନେ ତାହା 1ରୁ ବଡ଼। ଏପଟେ 1 ଅଛି ଏପଟେ 1ରୁ ବଡ଼ ହେଲା, ତ ଆମ ବଡ଼ କେଉଁଟା ତାହେଲେ 19 ବିଭକ୍ତ 12, ତ ବଡ଼କୁ କ'ଣ ଖାଇବ ନା ବଡ଼କୁ ଖାଇବ କୁମ୍ଭୀର। ଠିକ୍ ଅଛି। କୁମ୍ଭୀର ଲଜିକ୍ କହିଥିଲି ତୁମକୁ ପ୍ରିଭିୟସ୍ ଭିଡ଼ିଓରେ, କେମିତି ଏଟା କୁମ୍ଭୀର ହେଲା ନା ଏଟା ଗୋଟେ ମୁହଁ ପରିକା ଦେଖାଯାଉଛି। ଠିକ୍ ଅଛି। ତ ମୁହଁ ତ ଗୋଟେ କୁମ୍ଭୀର। ଏବେ ଆମେ 19 ମାନେ 30 ନମ୍ବର ପୃଷ୍ଠାରେ ଥିବା କାମଟି କରିବାକୁ ଦେଖିବା। ଏଠି କ'ଣ ପ୍ରଶ୍ନ ଦେଇଛି ନା 1 ନମ୍ବର କହୁଛି ନିମ୍ନରେ 1 ବିଭକ୍ତ 2 ସମାନ ଥିବା ଭଗ୍ନ ସଂଖ୍ୟା ଗୁଡ଼ିକୁ ଗୋଲ ଚିହ୍ନ ଦ୍ୱାରା ଦର୍ଶାଅ। ମାନେ କ'ଣ 1 ବିଭକ୍ତ 2 ଏହା ଅର୍ଥ ହେଲା ଅଧା, କ'ଣ ନା ଅଧା 1 ବିଭକ୍ତ 2, ଏଟା ହେଲା ଅଧା ମାନେ 2 ଭାଗରୁ ଭାଗେ, ଏଟାକୁ ଆମେ ଅଧା କହିବା, କିମ୍ବା କ'ଣ କହିବା ଏଇ 4 ଭାଗରୁ 2 ଭାଗ, ଏଟା ମଧ୍ୟ ଅଧା ମାନେ ତାର ଅଧା ହାଫ୍ ପାର୍ଟିସନ୍। ନହେଲେ ଆଉ କ'ଣ ହେଇପାରେ ଦେଖ, ଏଠି ଆଉ କ'ଣ ହେଇପାରେ ଆମର 3 ବିଭକ୍ତ 6, ଏଟା ମଧ୍ୟ ଅଧା, କ'ଣ କେମିତି ନା 6 ଭାଗରୁ 3 ଭାଗ ତାର ଅଧା, ହଁ କି ନାହିଁ। ଏହା ଜାଣିବା କେମିତି ଜାଣିବା ସହଜ ଉପାୟରେ ନା ଯେତେବେଳେ ଆମର ଲବଟି ହରର ଅଧା କିମ୍ବା ହରଟି ଲବର 2 ଗୁଣା, ଏଇଟା ସବୁଠୁ ସହଜ ହେବ। କ'ଣ କର ଲବରେ 2 ଗୁଣି ଦେବ, ଯଦି ଯେତିକି ହେଉଥିବ ତାହା ଯଦି ହରରେ ଲେଖା ହେଇଛି ତାହେଲେ କ'ଣ ଜାଣିବ ନା ସେଟା ହେଲା ଅଧା। ଦେଖ ଯେମିତି ମୁଁ କହିବି କ'ଣ କହିବି ନା 4 ବିଭକ୍ତ ତାହେଲେ କେତେ ହେବ, ତାହେଲେ ଏଟା ଅଧା କୁହାଯିବ ନା 4 ବିଭକ୍ତ 4 2 8 4 ବିଭକ୍ତ 8 ହେବ ଅଧା ସହିତ ସମାନ। ଠିକ୍ ଅଛି। ଏହା ଅଧା ସହିତ ସମାନ, କାରଣ ଯଦି ଏହାକୁ ମୁଁ ଯଦି କାଟିଦେବି ତ 2 1 2 2 2 4, ତାକୁ 3 1 3 3 2 6, ଏମିତି 4 1 4 4 2 8, ତ ସବୁଗୁଡ଼ା କ'ଣ ହେଉଛି ନା ଅଧା ଅଛି। ଠିକ୍ ଅଛି। ତ ହେଇ ବୁଝିପାରିଲ। ତାହେଲେ ଦେଖ 1 ନମ୍ବରଟି ଦେଖ, ଦେଖିକି ତୁମେ ନିଜେ କରିପାରିବ, ଏଠି କରିପାରିବ। ଦେଖ ଭଲସେ ବୁଝେଇଦେଲି। ଦେଖ ଉପରେ ପ୍ରଥମ ଗୋଟେ କ'ଣ ଦେଇଛି ଦେଖ, ଏଠି 2 ବିଭକ୍ତ ଆମର 2 ବିଭକ୍ତ 4 ଦେଇଛି, ଏଟା ଅଧା ହେବ କି ନାହିଁ, ଅଧା ହେବ, କାରଣ 2 2 କେତେ 4, ତ 2 2 4 ଅଛି ମାନେ ଏଟା ଅଧା ହେବ। ଠିକ୍ ଅଛି। ତାପରେ 3 ବିଭକ୍ତ 5 ଦେଇଛି, ତ 3 ବିଭକ୍ତ 5 3 2 କେତେ ହେବ 6 ହେବ, ଆମ ଘରେ 6 ଦେଇଛି ନା, ତାହେଲେ ଏଟା ଅଧା ହେବ, ଏଟା ଅଧା ହେବ ନାହିଁ। ସେଇପରିକା 7 ବିଭକ୍ତ 14 ଦେଇଛି, ଏଟା ଅଧା ହେବ କି ନାହିଁ ଦେଖ, 7 2 14 ଅଛି ଆମ ଘରରେ, ତ ଏଟା ଆମର ଅଧା ହେବ। ଠିକ୍ ଅଛି। ଏହିପରିକା ଦେଖିଦେବ। ସେକେଣ୍ଡ କ୍ୱେଶ୍ଚନ୍ ଦେଖିବା। ତଳେ ଦିଆଯାଇଥିବା କୋଠରୀରେ କିଛି ଭଗ୍ନ ସଂଖ୍ୟା ଲେଖା ହେଇଛି, ଅଧାରୁ କମ୍ ଥିବା ଭଗ୍ନ ସଂଖ୍ୟା ଗୁଡ଼ିକୁ ଗୋଲ କରି ଦେଖାଅ। ତୁମେ ଏହା କିପରି ଜାଣିବ, ନିଜର ଯୁକ୍ତି ବିଷୟରେ ଶ୍ରେଣୀରେ ଆଲୋଚନା କର। ଠିକ୍ ଅଛି। ମୁଁ କ'ଣ କହିଥିଲି, ଅଧା କେତେବେଳେ ହେବ ନା ଯେତେବେଳେ ହରଟି ଲବର 2 ଗୁଣା ହେବ। ଦେଖ ଏଠି ଆମର ତାହେଲେ କ'ଣ ଦେବା 3, ତ ଆମର ଏଠି କ'ଣ ଅଛି 3 2 6, ହଁ କି ନାହିଁ। ତ ଏହା କ'ଣ ହେଲା ନା ଏଇଟା ତାର ଅଧା ହେଲା 3 ବିଭକ୍ତ 6, ତ ଏ କ'ଣ ଦେଇଛି ନା ଏଇଟା ଅଧାରୁ କମ୍, ତ ଅଧାରୁ କମ୍ କେତେବେଳେ ହେବ, ଯେତେବେଳେ ଏଇ କଣ୍ଡିସନରୁ ଆମର ଲବଟି କମିଲେ ଅଧାରୁ କମ୍ ହେବ, ହଁ କି ନା। ଯେହେତୁ ଏଇଟା ଅଧା, ତ ଏଠୁ ଲବଟି କମିଗଲେ ବା 1 କମିଲେ କେତେ ହେବ, ଏଟା 2 ବିଭକ୍ତ 6 ହେବ, ତ ଏଟା ହେଲା ଅଧାରୁ କମିଯିବ। ତ ଅଧାରୁ ବେଶୀ କେଟାକୁ କହିବା କେତେବେଳେ ନା ଯେତେବେଳେ ଏଠି 1 ବଢ଼ିଯିବ, 1 ବଢ଼ିଲେ କ'ଣ ହେବ ନା 4 ବିଭକ୍ତ 6 ହେବ,
ଚାରି ବିଭକ୍ତ 6 ଅଧାରୁ ବେଶୀ ଗଲା, 1 ବେଶୀ ଅଛି ଆମର, ହଁ କି ନାହିଁ, ତ ଏଟା ବେଶୀ ହେଇଯିବ। ଠିକ୍ ଅଛି, ସେଇ ହିସାବରେ ଆମର ନା ଏଠି 6 ସଂଖ୍ୟାକୁ ଦେଖ, ପ୍ରଥମେ ଅଧା କେତେ କାହାର ଅଧା ସେଟାରେ ଚିହ୍ନ କର, ତାପରେ ତୁମେ କମ୍ ବେଶୀ ଭାବିଲେ ଭାବିପାରିବ। ଠିକ୍ ଅଛି, ତ ଏଠି ଆମେ ଦେଖିବା ପ୍ରଥମ ଏଠି ଦେଖ, ଏଠି ଆମର କ'ଣ ଅଛି ପ୍ରଥମ ସଂଖ୍ୟା, ଏଠି ନା 3 ବିଭକ୍ତ 9 ଅଛି, 3 ବିଭକ୍ତ 9 ଅଛି କି ନାହିଁ। ତ ଏଠି ମୁଁ କ'ଣ କରିଥିଲି, ଲବଟି ମାନେ ହରଟି ଲବର 2 ଗୁଣା ହେବ, 3 ଗୁଣା 6 ଏଟା ହେଉନାହିଁ। ଯଦି ଆମେ କ'ଣ କରିବା ନା ପ୍ରଥମେ ଏଟା ଅଧାକୁ କେତେ ରହିଥାନ୍ତା ନା, ଏଟା ଆମର ଲବରେ କେତେ ଥାନ୍ତା, 9ର ଅଧା। 9ର ଅଧା ତୁମେ ଯଦି କାଢ଼ିବ ତେବେ ଏଟା ଦଶମିକ ସଂଖ୍ୟାରେ ଆସିବ 4.5 ବିଭକ୍ତ 9 ଏହିପରି କିଛି ଆସିବ, ହରଣ କଲେ 9କୁ 2 ଭାଗ କଲେ, ହଁ କି ନାହିଁ। ତେବେ ଆମର ଏଠି 3 ଦେଇଛି, ତ ତାହା ଏଟା ଅଧା କି ଅଧା ନୁହେଁ, ଅଧାରୁ କମ୍ ହେବ। ତାହେଲେ ଆମେ କ'ଣ ବାହାର କଲେ ନା ଏଇଟା ହେଲା ତାର ଅଧା। এটা କେମିତି ବାହାର କଲେ ନା, ତଳେ 9 ଦେଇଛି, ଉପରେ ତାର କେତେ ହେବ ମାନେ ତଳେ ମୁଁ କ'ଣ କରିଥିଲି, ଲବ ହର କହିଥିଲି, ତ ଲବଟି ହରର ଅଧା ହେବ, ହଁ କି ନାହିଁ। ମାନେ ଯଦି ଆମର ଏଠି ହର ଦେଇଥାନ୍ତା 10, ତ ଲବରେ କେତେ ହୋଇଥାନ୍ତା, ଯାହାକୁ ଯଦି ଅଧା କହିବା ତାର 10ର ଅଧା ବା 5, ହଁ କି ନାହିଁ, 5 ହେଇଥାନ୍ତା, 10ର ଅଧା 5। এই କ୍ଷେତ୍ରରେ ଏଟାକୁ ଆମେ କ'ଣ କହିବା, ଅଧା କହିବା। ତ ପ୍ରଥମେ ସେଇଟାକୁ କାଢ଼ କେତେବେଳେ ଅଧା ହେବ। ଠିକ୍ ଅଛି, ପ୍ରଥମେ କ'ଣ କାଢ଼ିବ ନା ଅଧା କଣ୍ଡିସନ୍ କେତେ କାଢ଼ିବ, ତାପରେ କମ୍ପେୟାର କରିବ। ଏଠି ଦେଖ, ଏଠି ଆମର ଏଠି ଅଧା କେତେ ବାହାରିଲା, ଅଧା କେତେବେଳେ ହେବ, नहीं तो 4.5 था आम उपरे, ये 3 अच्छी, तो 4.5 3 कम ना बेसी कम, तब ये कौन यहाँ 3 विभक्त 9 यहाँ अधारू कम, यहाँ कम, तो यहाँ लिखिपार। ठीक अच्छे, तापर सेमती आम कौन देना 2 विभक्त 4, 2 विभक्त 4, तो ये आम देख 2 2 2 4, ठीक अच्छे, ये तार अधा, तो यहाँ अधा होगा कंडीशन कौन है ना, यहाँ खाली अधा, यहाँ अधा, तो यहाँ कम नुहे कि बेसी नुहे, तो यहाँ लिखा ना এটা বাদ দিও, তারপরে কোন দেলা, তারপরে দেলা 12 বিভক্ত 15। ঠিক আছে, তো দেখো ঠিক 12 কেতে 12 × 24 ହେଇଥାନ୍ତା, ତ ନାହିଁ ନି, ତଳ ଆଡ଼ୁ ଦେଖିବା ନା ହର କେତେ ହେଲା ନା ହର ହେଲା 15। ଠିକ୍ ଅଛି କି ନାହିଁ, ହର ଅଛି 15, ତ 15ରେ 15 ଅଧାରେ କେତେ ହେବ, ଏଠି ଆମର 7.5 ହେବ, 7.5 ବିଭକ୍ତ 15, ହଁ କି ନାହିଁ 15। ତ ଏଠି 12ଟା କ'ଣ ହେଲା, ଏଠି ଆମେ 12 ଦେଇଛି, ତ 7.5ରୁ 12ଟି କମ୍ ନା ବେଶୀ, ବେଶୀ ଅଛି, ହଁ କି ନାହିଁ ବେଶୀ ଅଛି। ତ ଏହା ମାନେ ଆମେ କ'ଣ ଜାଣିଲେ ନା 12 ବିଭକ୍ତ 15ଟି ଅଧାରୁ ବେଶୀ। ଠିକ୍ ଅଛି, ଅଧାରୁ ବେଶୀ ଆମେ ପ୍ରଥମେ କଣ୍ଡିସନ୍ ଅଧା କଣ୍ଡିସନ୍ କାଢ଼ିବ, ଅଧା କଣ୍ଡିସନ୍ କେତେବେଳେ ହେବ, ତାପରେ ଯାଇକି କମ୍ପେୟାର କଲେ ଯାଇକି ତୁମେ ଜାଣିପାରିବ। ଠିକ୍ ଅଛି, ଏଟା ହେଲା ଅଧାରୁ ବେଶୀ। ଠିକ୍ ଅଛି, ଅଧାରୁ ବେଶୀ। ଠିକ୍ ଅଛି, ସେମିତି ଆଉ ଗୋଟେ କିଛି ଦେଖିବା, আমার କେତେ ଇଚ୍ଛା ନା ଆଉ ଗୋଟେ କଣ୍ଡିସନ୍ ଦେଖିବା ଏଠି ନା, ଆଉ ଗୋଟେ କ୍ୱେଶ୍ଚନ୍ 8 ବିଭକ୍ତ 15, 8 ବିଭକ୍ତ 15 ଦେଇଛି, ତ କେତେ 15 ଟଙ୍କା 16, ହଁ କି ନାହିଁ ହେବନି, ତ ଆସୁନି। ତାପରେ ଲବ ଆଡ଼ୁ ହର ଆଡ଼ୁ ଦେଖିବା ଏବେ, ତ ହର ଆଡ଼େ କେତେ 15ର ଅଧା କେତେ ଦେଖ, 15ର ଅଧା ତ ତୁମେ ହରଣ କରିପାରିବ, 15ର ଅଧା ହେଲା ଆମର 8 ତ 7.5, ହଁ କି ନାହିଁ 7.5 କେତେ 7.5 ଆଉ ଟିକେ କରିଥିଲେ 7.5 ବିଭକ୍ତ 15, ତ ଏଠି ଦେଖ 7.5ରୁ 8ଟି বড় না ছোট, 8টি বড় হব কারণ 7.5ରେ 8.5 ମିଶିଲେ ଯାଇକି ତା 8 ହେବ, ହଁ କି ନାହିଁ। ତ ଏ ଅନୁସାରେ 8 ବିଭକ୍ତ 15 କ'ଣ ହେବ ନା ଏଟା ଅଧାରୁ ବେଶୀ। 31 ପୃଷ୍ଠାରେ ଥିବା ଆସ କାମଟି କରିବାରେ ପ୍ରଥମ କ୍ୱେଶ୍ଚନ୍ ଦେଖିବା, ନିମ୍ନଲିଖିତ ଭଗ୍ନ ସଂଖ୍ୟା ଗୁଡ଼ିକୁ ତୁଳନା କର ଯେଉଁଠାରେ ସମ୍ଭବ 1 ବିଭକ୍ତ 2 ବା ଅଧା ସହିତ ଭଗ୍ନ ସଂଖ୍ୟା ଗୁଡ଼ିକୁ ତୁଳନା କର। ଠିକ୍ ଅଛି, ପ୍ରଥମ କ୍ୱେଶ୍ଚନ୍ ଦେଖିବା, ପ୍ରଥମ କ୍ୱେଶ୍ଚନ୍ କ'ଣ ଦେଇଛି, ପ୍ରଥମ 2 ବିଭକ୍ତ 9 ଏବଂ 4 ବିଭକ୍ତ 7, 2 ବିଭକ୍ତ 9 ଏବଂ 4 ବିଭକ୍ତ 7। ଆଚ୍ଛା ମୋତେ କହିଲ ଗୋଟିଏ ପୂର୍ଣ୍ଣାଙ୍ଗକୁ ମୁଁ ପ୍ରଥମେ 9 ଭାଗ କରିବି, କେତେ ଭାଗ ସମାନ 9 ଭାଗ କରିବି, 2 3 4 5 6 8 9, 1 2 3 4 5 6 7 8 9, 9 ଭାଗ, ସେଇ ସମାନ ପୂର୍ଣ୍ଣାଙ୍ଗକୁ ମୁଁ 7 ଭାଗ କରିବି। ଠିକ୍ ଅଛି, କେତେ ଭାଗ କରିବି 7 ଭାଗ କରିବି, କେତେ 1 2 3 4 5 6 7 ଭାଗ କରିଲି। ତ ଦେଖ ଭାଗ ଯେତେବେଳେ ବଢ଼ି ବଢ଼ି ଯାଏ ସେତେବେଳେ ଖଣ୍ଡ ଛୋଟ ହୋଇଯିବ, ଯଦି ଏଟାକୁ ମୁଁ 10 ଭାଗ କରିବାକୁ ଚାହିଁବି ସେଇ ସମାନ ବଡ଼ ପଦଟି ବୁଝିପାରିବ ନା, ସେଇ ସମାନ ଏକକ ପଟ, କିନ୍ତୁ ଯଦି ମୁଁ ନା ଏଟା କେତେ ମୁଁ 20 ଭାଗ ଚାହିଁବି, 20 ଭାଗ କଲେ କେତେ ହେଇଯିବ 1 2 3 4 5 6
8, 9, 10, 11, 12, 13, 14, 15, 16 ଆହୁରି ବେଶୀ ଛୋଟ ଛୋଟ ଦେଖୁଛ ନା ଯେତେ ଭାଗ ବଢ଼ିବ ଯାଉଛି ଆମର ଖଣ୍ଡ ଗୁଡ଼ିକ ସାଇଜ୍ କେତେ କମି କମି ଯାଉଛି। ଠିକ୍ ଅଛି, ତ ଏଇଟା ଗୋଟେ ମନରେ ଗୋଟେ ବୁଝିପାରିଲ, ଏଇଟା ମାଇଣ୍ଡରେ ଗୋଟେ ଯେ ଭାଗ ବେଶୀ ବେଶୀ ଗଲେ ଖଣ୍ଡକାର ସାଇଜ୍ ଆମର କମି କମି ଯାଏ। ତ କୁହ 9 ବିଭକ୍ତ 2 ନାଇଁ ସରି 2 ବିଭକ୍ତ 9 ଗୋଟେ ଖଣ୍ଡକୁ 9 ଭାଗ କଲେ ଆଉ ସେଥିରୁ 2 ଭାଗ ଅଛି। ଠିକ୍ ଅଛି, ତ ସେଇ ସମାନ ଜିନିଷକୁ ଆମେ 7 ଭାଗ କଲେ ଆଉ ସେଠି 4 ଭାଗ। 7 ଭାଗ କରା କ୍ଷେତ୍ରରେ 7 ଭାଗ ଯେତେବେଳେ କରିଲେ ସେତେବେଳେ ଗୋଟିଏ ପିସ୍ ଆଉ ତ 9 ଭାଗ ଯେତେ କଲେ ତାର ଗୋଟିଏ ପିସ୍। ତ ବଡ଼କୁ କାହାର ପିସ୍ ବଡ଼ ହେବ ନିହାତି ଯେଠି 7 ଖଣ୍ଡ ଆମେ କଲେ ତାର ପିସ୍ଟି ବଡ଼ ହେବ ତୁଳନାରେ ନା 9 ଖଣ୍ଡ ପିସ୍କୁ ଯାହା କଲେ ତା ତୁଳନାରେ। ଆଉ ଦେଖ ଯାହାର ବେଶୀ ଅଛି ସେଇ ତାର ହିଁ ବେଶୀ ଖଣ୍ଡ ନିଆହେଉଛି କେତେ ନା 4 ଖଣ୍ଡ ଆସିଛି। ତ ଏଇ ସଂଖ୍ୟାଟି କେତେ ହେବ? ଏଇ ସଂଖ୍ୟାଟି କାହିଁକି ବଡ଼ ହେବ ନା ଆମେ ପ୍ରଥମେ କ'ଣ ଦେଖିଲେ ନା ଗୋଟିଏ ଜିନିଷକୁ ଯଦି ଆମେ 9 ଖଣ୍ଡ କଲେ ଆଉ ଗୋଟେ ଖଣ୍ଡକୁ 7 ଖଣ୍ଡ କଲେ ତ ସେଇ ଦୁଇଟା ମଧ୍ୟରୁ ବଡ଼ କେଉଁଟା ହେବ? ବଡ଼ କାହାର ଖଣ୍ଡ ଗୁଡ଼ିକ କାହାର ବଡ଼ ହେବ? 7 ଭାଗର। ଯେହେତୁ 7 ଭାଗ କରିଥିଲେ ଯଦି ମୁଁ ତାକୁ କମେଇ ଦେବି ଯଦି ତାକୁ 4 ଭାଗ କହିଥାନ୍ତି 4 ଭାଗ କହିଥାନ୍ତି ଯଦି ଗୋଟେ ସେଇ ସମାନ ଖଣ୍ଡକୁ 4 ଭାଗ କରିଥାନ୍ତି ଦେଖ ଏଠି ସମାନ ଖଣ୍ଡକୁ 4 ଭାଗ ଦେଖ ନା ପିସ୍ ଗୁଡ଼ା ଦେଖ ପିସ୍ ଗାଁରେ କେତେ ବଡ଼ ଦେଖ ବେଶୀ ବଡ଼ ଦେଖାଯାଉଛି ହଁ କି ନା। ତ ଯେମିତିକି ଆମର ଖଣ୍ଡ ସଂଖ୍ୟା ବଢ଼ି ବଢ଼ି ଯାଏ ସେଇମିତି ତାଙ୍କର ସାଇଜ୍ଟି ଛୋଟ ଛୋଟ ହୋଇଯାଏ। ଠିକ୍ ଅଛି, ତ ଏଠି ଯେହେତୁ ଆମର 7 ଖଣ୍ଡ କରାହେଇଥିଲା ତ ଏ ସାଇଜ୍ ବଡ଼ ଆଉ ଏଠି ଉପରେ 4 ଅଛି ବା ବେଶୀ ବି ଅଛି 2 ଅପେକ୍ଷା 4 ବଡ଼ ଅଛି। ତ ସେ ଅନୁସାରେ କେଉଁଟା ବଡ଼ ହେବ ନା 4 ବିଭକ୍ତ 7ଟି। ଠିକ୍ ଅଛି, ଏଇଟା ବଡ଼ ହେବ। କ'ଣ ଲେଖିବା ତାହେଲେ ଆମେ ଏଠି ନା ଆମେ ଲେଖିବା 2 ବିଭକ୍ତ 9 4 ବିଭକ୍ତ 7 ଏଠି ଚିହ୍ନ ଦେବା ଆମେ କ'ଣ ସରି କୁମ୍ଭୀର ବଡ଼ ସଂଖ୍ୟାକୁ ଖାଏ ବଡ଼ ପ୍ରଥମ କାଟିଲେ ବଡ଼ କିଏ ତ ତାକୁ ଆମେ ଏଠି ତୁଳନା କରିବା ଚିହ୍ନଟି ଦେବ ସମସ୍ତେ। ତାପରେ ନେକ୍ସଟ ଦେଖିବା କ'ଣ ଦେଇଛି ଆମର ଏଠି କ୍ୱେଶ୍ଚନ୍ ଦେଇଛି 11 ବିଭକ୍ତ 14 ଏବଂ 7 ବିଭକ୍ତ 20। ଠିକ୍ ଅଛି, ଆମେ ପ୍ରଥମେ ଦେଖିବା କାହାର ଖଣ୍ଡ ବେଶୀ ହେଇଛି। ଏଇଟା 20ଟି ଖଣ୍ଡ 20ଟି ଖଣ୍ଡ ବେଶୀ ହେଲା ମାନେ ତାହାର ଖଣ୍ଡ ସଂଖ୍ୟା କ'ଣ ଛୋଟ ଆଉ 14ଟା ଖଣ୍ଡ ହେଇଛି ସମାନ ଜିନିଷର 14ଟା ଖଣ୍ଡ କରାହେଇଛି। ତ 20 ଅପେକ୍ଷା 14ଟା ଯେ ଖଣ୍ଡ କରାହେଲା ତାହାର ପିସ୍ ଗୁଡ଼ା ବଡ଼ ହେବ ହଁ କି ନାହିଁ ବଡ଼ ହେବ। ଆଉ ତା ସହିତ କ'ଣ ହେଇଛି ନା 11ଟା ଦେଇଛି ଉପରେ 7ଟି ଦେଇଛି। ତ ଏଠି ଆମେ ଏଇ ତୁଳନା ଅନୁସାରେ କ'ଣ ଦେଖିଲେ ନା 11 ବିଭକ୍ତ ଏଇ ଯେ 14ଟି ଅଛି ଆମର 14 ଅଛି ଖଣ୍ଡ କରାଗଲା ଗୋଟେ ପିସ୍କୁ ତାର ପିସ୍ ସଂଖ୍ୟା ବଡ଼ ଥିବ ପିସ୍ ନିହାତି ବଡ଼ ହେବ। ପ୍ରଥମେ ତୁଳନା କରି ଜଣାଇଦେଲି 14 ହେଲା ଆମର ବଡ଼ ହେଲା। ତ ତେବେ ଏଠି 14ଟି ବଡ଼ ହେଲା ହଁ କି ନାହିଁ 20 ଖଣ୍ଡ ଅପେକ୍ଷା ତା ସହିତ ଏଠି 11ଟି ଖଣ୍ଡ ଅଛି। ତ ବଡ଼ କେଉଁଟା ହେଲା ନା 11 ବିଭକ୍ତ 14 ଆମର ବଡ଼ ହେଲା। ଠିକ୍ ଅଛି, ଆଉ 7 ବିଭକ୍ତ 20 ଆମର ଛୋଟ ବୁଝିପାରିଲ କି ନାହିଁ। ତ ଆମେ ବଡ଼ ତ ତୁଳନା କଲେ କ'ଣ ହେବ ଆମର ଏଠି 11 ବିଭକ୍ତ 17 ଯେଉଁ ବଡ଼ ହେଲା ତା ତୁଳନାରେ ନା 7 ବିଭକ୍ତ 20 ତୁଳନାରେ ତେଣୁ କ'ଣ ହେବ କୁମ୍ଭୀର ବଡ଼କୁ ଖାଇବ। ଠିକ୍ ବଡ଼ ସଂଖ୍ୟାକୁ ଖାଇଲା। ଠିକ୍ ଅଛି କି ନାହିଁ ସେ ଅନୁସାରେ ତୁଳନା କରିବ। ତୁମର ଏ ତୁଳନା କରିବାଟା ଟିକେ ଲେନ୍ଦି ହେଇପାରେ। ତାପରେ ଏଠି ଦେଖ 5 ବିଭକ୍ତ 7 କେତେ ହେଲା 5 ବିଭକ୍ତ 7 ଏବଂ 3 ବିଭକ୍ତ 9 ଦେଇଛି। ଏଠି କ'ଣ କରାଯିବ ଦେଖ ଆଗରେ ମୁଁ ବାରମ୍ବାର କହୁଛି ବୁଝିବା ପାଇଁ। ଏଠି ଗୋଟେ ଜିନିଷକୁ 7 ଖଣ୍ଡ କରାହେଲା ଆଉ ଗୋଟେ ଜିନିଷକୁ 9 ସେଇ ସମାନ ଜିନିଷକୁ 9 ଖଣ୍ଡ କରାହେଲା। ତ କାହାର ଖଣ୍ଡ ସାଇଜ୍ ବଡ଼ ହେବ 7 ଭାଗ 7 ଖଣ୍ଡ ଯେତେବେଳେ କରାଗଲା ତ ସେତେବେଳେ ଖଣ୍ଡର ସାଇଜ୍ ବଡ଼ ହେଇଥିବ। ଠିକ୍ ଅଛି, ଆଉ ସେତେବେଳେ ହିଁ ଆମର କେତୋଟି ଭାଗ ଆସିଛି ବା ଲବ କେତେ ଅଛି ନା ଲବ 5 ଅଛି। ତାମାନେ ଏଠି କ'ଣ ହେଲା ନା ଆମେ ବଡ଼ ସଂଖ୍ୟା ଥିଲା ବଡ଼ ଖଣ୍ଡ ସାଇଜ୍ ବି ବଡ଼ ଥିଲା ଆଉ ତା ସହିତ ବେଶୀ ବି ଜିନିଷ ଅଛି କାରଣ 3 ଅଛି ଏପଟେ 9 ବିଭକ୍ତ ଏଠି ଖଣ୍ଡ ସାଇଜ୍ ଛୋଟ ମଧ୍ୟ ଅଛି ଖଣ୍ଡ ସାଇଜ୍ ଛୋଟ ଅଛି ତା ସହିତ 3ଟି ମାତ୍ର ଖଣ୍ଡ ଆସିଛି। ତ ଏଠି ବଡ଼ କେଉଁଟା ହେବ ନା 7 ବିଭକ୍ତ 5ଟି ଆମର ବଡ଼ ହେବ। ତ ଚିହ୍ନ କ'ଣ କରିବ ନା ଚିହ୍ନ ବଡ଼କୁ ଖାଇବ ତ ଗୋଟେ ମୁହଁ ଖୋଲିବ ନା 5 ବିଭକ୍ତ